ନମସ୍କାର ଦର୍ଶକ ବନ୍ଧୁ। ଆଜି ମାର୍ଚ୍ଚ 27 ଶୁକ୍ରବାର। ନଜର ପକାଇବା ଆଜିର 10ଟି ବଡ଼ ଖବରକୁ। ଆସନ୍ତା ଏପ୍ରିଲ ମାସରୁ ଦେଶରେ 767ଟି ଅତ୍ୟାବଶ୍ୟକ ଔଷଧ ଦର ବଢ଼ିବାକୁ ଯାଉଛି। ତେବେ ଦର ବୃଦ୍ଧି ସାମାନ୍ୟ ରହିଛି। ପାଇକାରୀ ମୁଦ୍ରାସ୍ଫୀତି ହାର ବିଚାରକୁ ନେଇ ଏହି ଔଷଧଗୁଡ଼ିକର ମୂଲ୍ୟ ଏପ୍ରିଲ 1ରୁ 0.64% ବଢ଼ାଇବାକୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଅନୁମତି ଦେଇଛନ୍ତି। ସୁନା ଦର ଅସ୍ଥିରତାକୁ ଦୃଷ୍ଟିରେ ରଖି ଅରୁନ୍ଧତୀ ଜ୍ୱେଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ସ୍ୱର୍ଣ୍ଣ ଅକ୍ଷୟ ଅଫର ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନଙ୍କୁ ଆଡଭାନ୍ସ ଫ୍ଲେକ୍ସି ଗୋଲ୍ଡ ବୁକିଂ ସୁବିଧା ମିଳିବ। ଚଳିତ ମାସ 18ରୁ ଆରମ୍ଭ ହୋଇ ଏପ୍ରିଲ 25 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଫରରେ ଗ୍ରାହକମାନେ ମାତ୍ର 10% ଅଗ୍ରିମ ମୂଲ୍ୟ ଦେଇ ପସନ୍ଦର ଗହଣା ବୁକିଂ କରି ସୁନାର ସର୍ବନିମ୍ନ ବଜାର ଦରର ଲାଭ ପାଇପାରିବେ। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ଇରାନ ଘୋଷଣା କରିଛି ଯେ ହର୍ମୁଜ ପ୍ରଣାଳୀରେ ଭାରତ ସମେତ 5ଟି ବନ୍ଧୁ ରାଷ୍ଟ୍ରର ଜାହାଜ ଉପରେ ଅବରୋଧ ଲଗାଯିବ ନାହିଁ। 5ଟି ରାଷ୍ଟ୍ରର ଜାହାଜଗୁଡ଼ିକୁ ସଂଘର୍ଷ ପ୍ରଭାବିତ ପ୍ରଣାଳୀ ଦେଇ ନିରାପଦ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି। ଇରାନର ରାଷ୍ଟ୍ରାୟତ୍ତ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ବ୍ୟାପକ ପ୍ରଭାବିତ ହୋଇଛି। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ସନ୍ଧ୍ୟା 6:30ରେ ଆଭାସୀ ବୈଠକ କରିବେ। ସମ୍ପ୍ରତି ଦେଶବ୍ୟାପୀ ତୈଳ ଯୋଗାଣ ସ୍ଥିର ରହିଛି। ଲୋକମାନେ ଗ୍ୟାସ୍ ଓ ତୈଳ ସଙ୍କଟ ନେଇ ଗୁଜବକୁ ବିଶ୍ୱାସ ନ କରିବାକୁ ସରକାର ଅନୁରୋଧ କରିଛନ୍ତି। ଆଜି ବୈଠକରେ ସଙ୍କଟର ମୁକାବିଲା ପାଇଁ ରଣନୀତି ଏବଂ ସମନ୍ୱିତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ନିର୍ବାଚନ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଆଜି ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି। 3 ବର୍ଷ ଅର୍ଥାତ୍ ଆସନ୍ତା ଏପ୍ରିଲ 1ରୁ 2029 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ନୂଆ ନୀତିରେ ସରକାର ମଦକୁ କ୍ଷତିକାରକ ପଦାର୍ଥ ସ୍ୱୀକାର କରି ଏହା ଉପରେ 0.5% ନିଶା ନିବାରଣ କର ଲାଗୁ କରିଛନ୍ତି। ଏଥିରୁ ଆୟ ଆଦର୍ଶ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଏବଂ ଏହାକୁ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ଦେଶରେ ତେଲର ଅଭାବ ନାହିଁ। କୌଣସି ପ୍ରକାରର ଗୁଜବରେ ବିଶ୍ୱାସ ନ କରିବାକୁ କେନ୍ଦ୍ର ସରକାର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତା 60 ଦିନ ପାଇଁ ଦେଶରେ ତେଲ ରହିଛି। ତେଲର ଯେଭଳି ଅଭାବ ରହିବ ନାହିଁ, ସେଥିପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ ଆମଦାନୀ ନେଇ ଆଗୁଆ ସହବନ୍ଧନ କରିଛନ୍ତି। ଦେଶରେ ତୈଳ ବିଶୋଧନାଗାରଗୁଡ଼ିକ 100% କ୍ଷମତାରେ କାର୍ଯ୍ୟ କରୁଛନ୍ତି। ରାଜଧାନୀରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଗୁରୁବାର ଅପରାହ୍ନରେ ହୋଇଛି। ଗତ ମାସରେ ଚଳିତ ବର୍ଷର ପ୍ରଥମ ବର୍ଷା ହୋଇଥିବା ବେଳେ ଆଜି ଏହା ଦ୍ୱିତୀୟ ବର୍ଷା ବୋଲି ଲୋକେ କହିଛନ୍ତି। ଆଜି ଦିନ ବେଲା ତାତି ଅନୁଭୂତ ହେଉଥିବା ବେଳେ ଅପରାହ୍ନ 4ଟା ବେଳକୁ ଉତ୍ତର ପଶ୍ଚିମ ଦିଗରେ କଳା ବାଦଲ ଆକାଶକୁ ଢାଙ୍କି ଦେଇଥିଲା। ହଠାତ୍ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। 4:30ରୁ 5:30 ପର୍ଯ୍ୟନ୍ତ ଘଣ୍ଟାଏ ବର୍ଷିଥିଲା। ମଝିରେ ମଝିରେ କୁଆପଥର ପଡ଼ୁଥିବା ବେଳେ ପବନ, ବିଜୁଳି ଓ ଘଡ଼ଘଡ଼ି ଜାରି ରହିଥିଲା। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତ 2 ଦିନ ହେବ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପେଟରେ ସଂକ୍ରମଣ ଯୋଗୁଁ ମଙ୍ଗଳବାର ରାତି 10:22ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡାକ୍ତରଖାନାରେ ତାଙ୍କ ମାଙ୍କ ଚିକିତ୍ସା ତଦାରଖ କରୁଛନ୍ତି। କଂଗ୍ରେସର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡ଼ିଓରେ ରାହୁଲ କହିଛନ୍ତି ଯେ ସେ ତାଙ୍କ ମାଙ୍କ ଡାକ୍ତରଖାନା କୋଠରୀରେ ଏକ ଛୋଟ ସୋଫାରେ ଶୋଇଥିଲେ। ସେ ମଧ୍ୟ ତାଙ୍କ ମାଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲେ। ତେବେ କେରଳର ଜଣେ ନର୍ସ ତାଙ୍କ ମାଙ୍କର ବହୁତ ଭଲ ଯତ୍ନ ନେଉଥିଲେ।
ଆସନ୍ତାକାଲି ଶନିବାର ଠାରୁ ଆରମ୍ଭ ହେଉଥିବା IPLର ଦ୍ୱିତୀୟ ପର୍ଯ୍ୟାୟ ସୂଚୀ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 50 ମ୍ୟାଚ୍ ଏପ୍ରିଲ 13ରୁ ମେ 24 ମଧ୍ୟରେ ଖେଳାଯିବ। ଦେଶବ୍ୟାପୀ ମୋଟ 14ଟି ଷ୍ଟାଡିୟମରେ ଏସବୁ ମ୍ୟାଚ୍ ହେବ ବୋଲି BCCI ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଫାଇନାଲ, କ୍ୱାଲିଫାୟର 1 ଓ 2 ଏବଂ ଏଲିମିନେଟର ମ୍ୟାଚର ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ 20ଟି ମ୍ୟାଚ୍ ପାଇଁ ସୂଚୀ ଜାରି କରାଯାଇଥିଲା। ଏଥର IPL ଟିକିଏ ନିଆରା ହେବାକୁ ଯାଉଛି, କାରଣ ପ୍ରଥମ ଥର ପାଇଁ IPLର ସମସ୍ତ 10ଟି ଯାକ ଦଳର ଅଧିନାୟକ ହେଉଛନ୍ତି ଭାରତୀୟ ଦଳର। ଏଥର ସନରାଇଜର ହାଇଦ୍ରାବାଦର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତଜନିତ କାରଣରୁ ଦଳରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। କମିନ୍ସ ପୁଣି ଦଳକୁ ଫେରିଲେ ତାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପକ୍ଷରେ ଗତ ଋତୁରେ ରାଜସ୍ଥାନ ରୟାଲ ନେତୃତ୍ୱ ନେଇଥିବା ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗକୁ ଆସିବା ପରେ ତାଙ୍କ ସ୍ଥାନରେ ରିୟାନ ପରାଗ ଅଧିନାୟକ ରହିବେ। ଇରାନ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଅସ୍ତ୍ରବିରତିରେ ପହଞ୍ଚିବା ପାଇଁ କୂଟନୈତିକ ପ୍ରୟାସ ଦୁର୍ବଳ ହେଉଥିବା ଦେଖାଯାଉଥିବା ବେଳେ ଗୁରୁବାର ଇରାନ ଓ ଆମେରିକା ସେମାନଙ୍କ ଆଭିମୁଖ୍ୟକୁ କଠୋର କରିଛନ୍ତି। ଇସଲାମିକ ରିପବ୍ଲିକରେ ସ୍ଥଳଯୁଦ୍ଧ ପାଇଁ ୱାଶିଂଟନ ପ୍ରସ୍ତୁତ ହେଉଥିବା ବେଳେ ତେହେରାନ ଗୁରୁତ୍ୱପୂର୍ଣ୍ଣ ହରମୁଜ ପ୍ରଣାଳୀ ଉପରେ ଏହାର ନିୟନ୍ତ୍ରଣକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି।